ଜୟ ଜଗନ୍ନାଥ ସାଙ୍ଗମାନେ ୱେଲକମ୍ କରୁଛି ମୋର ଏକ ଫ୍ରେଶ୍ ଭିଡ଼ିଓକୁ। ଚାଲନ୍ତୁ ଆଜିର ଲଙ୍ଗ୍ ଭିଡ଼ିଓ ମୁଁ କିଛିଟା ନେଇ ଆସିଛି ପ୍ରଶ୍ନ ଉତ୍ତର। ଆଜି ଚାଲନ୍ତୁ ଆଲୋଚନା କରିବା। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ଆଜି ଶୁକ୍ରବାର, ତେବେ ଠିକ୍ 28 ଦିନ ପରେ କେଉଁ ବାର ଆସିବ କହିଲେ ସାଙ୍ଗମାନେ? ଆଜି ଯଦି ଶୁକ୍ରବାର ତେବେ ଠିକ୍ 28 ଦିନ ପରେ କେଉଁ ବାର ଆସିବ? ଅପସନ୍ ଏ ଗୁରୁବାର, ଅପସନ୍ ବି ବୁଧବାର, ଅପସନ୍ ସି ଶୁକ୍ରବାର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଶୁକ୍ରବାର। ଆଜି ଯଦି ଶୁକ୍ରବାର ଠିକ୍ 28 ଦିନ ପରେ ମଧ୍ୟ ଶୁକ୍ରବାର ଆସିବ। 2 ନମ୍ବର ପ୍ରଶ୍ନଟି ହେଉଛି କଳା ସୁନା କାହାକୁ କୁହାଯାଏ? ଭଲ ଭାବରେ ଶୁଣନ୍ତୁ ସାଙ୍ଗମାନେ, ଆମେ ପ୍ରିଭିୟସ୍ ଭିଡ଼ିଓରେ ଆଲୋଚନା କରିଥିଲେ କି ନାଲି ସୁନା କାହାକୁ କୁହାଯାଏ, ହଳଦିଆ ସୁନା କାହାକୁ କୁହାଯାଏ। ଠିକ୍ ସେହିପରି କଳା ସୁନା ଆମେ କାହାକୁ କହିବା? ଅପସନ୍ ଏ କୋଇଲା, ଅପସନ୍ ବି କଳା ପଥର, ଅପସନ୍ ସି କେଶର। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ କୋଇଲା। କୋଇଲାକୁ ଆମେ କଳା ସୁନା ବୋଲି କହିବା। ଠିକ୍ ଅଛି। 3 ନମ୍ବର ପ୍ରଶ୍ନଟି ହେଉଛି ରାଜ୍ୟସଭାର କାର୍ଯ୍ୟକାଳ କେତେ ବର୍ଷ? ଭଲ ଭାବରେ ଶୁଣନ୍ତୁ ସାଙ୍ଗମାନେ, ରାଜ୍ୟସଭାର କାର୍ଯ୍ୟକାଳ କେତେ ବର୍ଷ? ଅପସନ୍ ଏ 5 ବର୍ଷ, ଅପସନ୍ ବି 6 ବର୍ଷ, ଅପସନ୍ ଡି 4 ବର୍ଷ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି 6 ବର୍ଷ। ରାଜ୍ୟସଭାର କାର୍ଯ୍ୟକାଳ 6 ବର୍ଷ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନଟି ଆଲୋଚନା। 4 ନମ୍ବର ପ୍ରଶ୍ନଟି ହେଉଛି ଲୋକସଭାର କାର୍ଯ୍ୟକାଳ କେତେ ବର୍ଷ? ଆମେ ତ ଏବେ ପ୍ରିଭିୟସ୍ ପ୍ରଶ୍ନଟା ଆଲୋଚନା କରିଥିଲେ କି ରାଜ୍ୟସଭାର କାର୍ଯ୍ୟକାଳ କେତେ ବର୍ଷ। ଠିକ୍ ସେହିପରି ଲୋକସଭାର କାର୍ଯ୍ୟକାଳ କେତେ ବର୍ଷ? ଅପସନ୍ ଏ 5 ବର୍ଷ, ଅପସନ୍ ବି 6 ବର୍ଷ, ଅପସନ୍ ସି 4 ବର୍ଷ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ 5 ବର୍ଷ। ରାଜ୍ୟସଭାର କାର୍ଯ୍ୟକାଳ 6 ବର୍ଷ ଥିଲାବେଳେ ଲୋକସଭାର କାର୍ଯ୍ୟକାଳ 5 ବର୍ଷ। ଯଦି ଭିଡ଼ିଓ ଭଲ ଲାଗୁଛି ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିନ୍ତ